ପିଲାମାନେ ଆଜିର ଭିଡ଼ିଓରେ ପୁଣି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ବୃକ୍ଷଲତା ଆମର ବନ୍ଧୁ ଗଦ୍ୟଟିର ସମସ୍ତ ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଆଲୋଚନା କରିବା। ତା ପୂର୍ବରୁ ଏଠାରେ କିଛି କଠିନ ଶବ୍ଦାର୍ଥ ଦେଇଛି, ତାକୁ ଆମେ ଦେଖିନେବା। ତାପରେ ଆମେ ତାର ସମସ୍ତ ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା। ତ ପ୍ରଥମେ ଅଛି ସମିଧି। ସମିଧିର ଅର୍ଥ ହେଉଛି ହୋମ କାଠ, ହୋମ ପାଇଁ ଯେଉଁ କାଠ ଥାଏ। ଅନୁଧ୍ୟାନ, ବିଚାର, ଆଲୋଚନା, ପରୀକ୍ଷା ନିରୀକ୍ଷା। ଅରଣ୍ୟାନୀ, ଘନ ଜଙ୍ଗଲ। ଉତ୍ତର, ଅନୁର୍ବର। ମନୋନିବେଶ କର, ମନ ଦିଅ, ନିର୍ବିଚାର, ବିଚାର ନ କରି। ବନୀକରଣ, ନୂଆ ବଣ ସୃଷ୍ଟି କରିବା, ଦୁର୍ଲଭ, ବିରଳ। ସବୁଜପୂର୍ଣ୍ଣ, ଗଛଲତାକୁ ଏଠାରେ ସୁନା ପରି ମୂଲ୍ୟବାନ ବୋଲି କୁହାଯାଇଛି। ଶ୍ୟାମଳ, ସବୁଜ। ଅଧ୍ୟୟନରତ, ପାଠପଢ଼ାରେ ବ୍ୟସ୍ତ, ସୀମିତ, ସୀମାବଦ୍ଧ। ବିଳମ୍ବ, ଡେରି, ସଗ୍ରହକୁ, ନିଜ ଘରକୁ। ବୃକ୍ଷରୋପଣ, ଗଛ ଲଗାଇବା, ଦୈନନ୍ଦିନ, ନୀତିଦିନ। ଅବାସ୍ତବ, ଯାହା ବାସ୍ତବ ନୁହେଁ। ଉପାଦେୟତା, ଆବଶ୍ୟକୀୟ ଯୋଗ୍ୟତା। ଊର୍ଦ୍ଧ୍ୱ, ଅଧିକ, ଅନିୟମିତ, ନିୟମିତ ନୁହେଁ, ଅସଂଯତ। ଦୁର୍ଗତି, ବିପର୍ଯ୍ୟୟ, ବିବେଚିତ, ପରିଗଣିତ। ଅନାବୃଷ୍ଟି, ବୃଷ୍ଟିହୀନତା, ଆତଙ୍କିତ, ଭୟଭୀତ। ପ୍ରଦୂଷଣମୁକ୍ତ, ଅରୁଚିକରଣରୁ ମୁକ୍ତ ବା ବିଶୁଦ୍ଧ। ଢାଙ୍କି, ଆଚ୍ଛାଦନ କରିବା, ସଙ୍କୁଚିତ, କମିବା। ଅନୁରୂପ, ଏହିପରି, ବିସ୍ତୃତ, ବ୍ୟାପକ। ଦୁର୍ମୂଲ୍ୟ, ବହୁମୂଲ୍ୟ। ଅରଣ୍ୟଲବ୍ଧ, ଅରଣ୍ୟରୁ ମିଳୁଥିବା। ଦୁଷ୍କର୍ମ, ମନ୍ଦ କାର୍ଯ୍ୟ, ଦୁର୍ଦ୍ଦଶା, ଦୁଃଖ, ଦୁରବସ୍ଥା ବା ଦୁର୍ଭାଗ୍ୟ। ବିନାଶ, ଧ୍ୱଂସ। ଅମୂଲ୍ୟ, ଯାହାର ମୂଲ୍ୟ କଳନା କରିହେବ ନାହିଁ। ବିପନ୍ନ, ବିପଦରେ ପଡ଼ିଥିବା। ପ୍ରତ୍ୟାବର୍ତ୍ତନ, ଫେରିବା। ବ୍ୟବହାର୍ଯ୍ୟ, ବ୍ୟବହାର ଯୋଗ୍ୟ। ହ୍ରାସ, କମିବା। ଅନୁମେୟ, ଅନୁମାନ ଯୋଗ୍ୟ। କଙ୍କରିଳ, ପଥୁରିଆ। ସମ୍ପ୍ରସାରଣ, ବୃଦ୍ଧି। ନିର୍ବିଚାର, ବିଚାର ନ କରିବା। ଏବେ ତାର ଲେଖକ ପରିଚୟ ଦେଖିଦେବା। ଡକ୍ଟର ଜଗନ୍ନାଥ ମହାନ୍ତି 1937 ମସିହାରେ ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ଜଙ୍ଗଲପୁରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ଶିଶୁ ସାହିତ୍ୟ ଲେଖକ ଭାବରେ ସେ ସୁପରିଚିତ। ଦରିଆ ଅଜାର ମଜା ଦୁନିଆ ପୁସ୍ତକ ପାଇଁ ସେ ଜାତୀୟ ପୁରସ୍କାର ଓ ଶବ୍ଦର କୁହୁକ ଆଲୁଅର ଲୁଚୁକାଳି ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ସେ ଉଚ୍ଚଶିକ୍ଷା ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି। ବିଷୟ ସୂଚନାରେ ଅଛି ବୃକ୍ଷଲତା ଆମର ବନ୍ଧୁ ପ୍ରବନ୍ଧରେ ବୃକ୍ଷଲତାର ଉପକାରିତା ସହିତ ପରିବେଶ ସୁରକ୍ଷା ଦିଗରେ ଏହାର ମହତ୍ତ୍ୱ ତଥା ଉପାଦେୟତା ସମ୍ପର୍କରେ ଆଲୋକପାତ କରାଯାଇଛି। ତ ଏହି ଗଦ୍ୟ ବା ପାଠରେ ବୃକ୍ଷଲତାର ମହତ୍ତ୍ୱ, ତାର ଉପକାରିତା ବିଷୟରେ ଓ ପରିବେଶର ସୁରକ୍ଷା ଦିଗରେ ଏହାର ମହତ୍ତ୍ୱ ବିଷୟରେ ଆଲୋକପାତ କରାଯାଇଛି ବା କୁହାଯାଇଛି। ବର୍ତ୍ତମାନ ତାର ପ୍ରଶ୍ନ ଉତ୍ତରକୁ ଦେଖିବା। ତ ପ୍ରଶ୍ନ ନମ୍ବର 1ରେ ଅଛି ଉତ୍ତର କୁହ। କ ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲେ? ଉତ୍ତର ହୋଇଯିବ ଶିଷ୍ୟ ଜଣକ ଗୁରୁଙ୍କୁ କହିଲେ, ଗୁରୁଦେବ, ମୁଁ କେତେ ଗାଁ ଗଣ୍ଡା, ବଣ ଜଙ୍ଗଲ ଓ ପାହାଡ଼ ପର୍ବତ ବୁଲିଛି, କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖିଲି ନାହିଁ। ପ୍ରତ୍ୟେକ ଗଛ ଲତାର ଉପକାରିତା ଅଛି। ପ୍ରତ୍ୟେକ ଉଦ୍ଭିଦରେ ଔଷଧ ଗୁଣ ଭରି ରହିଛି। ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ, ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ପ୍ରଶ୍ନ ନମ୍ବର ଖ। ଖରେ ଅଛି ଚରକ କେଉଁ ଶାସ୍ତ୍ର ଲେଖି ପ୍ରସିଦ୍ଧ ଲାଭ କରିଥିଲେ? ଉତ୍ତର ଚରକ ସଂହିତା ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଥିଲେ। ପ୍ରଶ୍ନ ନମ୍ବର ଗ। ଗରେ ଅଛି ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି କାହିଁକି କୁହାଯାଇଛି? ଉତ୍ତର ବୃକ୍ଷ ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ ଅଟେ। ତେଣୁ ସୁସନ୍ତାନମାନଙ୍କୁ ଜନ୍ମ ଦେବା ଅପେକ୍ଷା ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି ପୁରାଣରେ କୁହାଯାଇଛି। ଅତୀତର କାଳରେ ବୃକ୍ଷରୋପଣ କରି ଲୋକେ ଆନନ୍ଦ ଲାଭ କରୁଥିଲେ। ପ୍ରଶ୍ନ ନମ୍ବର ଘ। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ'ଣ କରନ୍ତି? ଉତ୍ତର ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ତିଆରି କରନ୍ତି। ପ୍ରଶ୍ନ ନମ୍ବର
प्रश्न नंबर 1 अच्छी वृक्षलता निकटरे आमे ऋणी बोली कहिबार कारण कौन? उत्तर वायुमंडलर विशुद्धता, वृष्टिपात, मृत्तिका संरक्षण और विभिन्न खाद्य पानीय वस्त्र और बासगृहर इत्यादि आम वृक्षलता निकटरे एकांत ऋणी अटू। प्रश्न नंबर 2 कर अच्छी आम ओडिशार केउं अंचल अल्प वृष्टि होता है? तो यार सठिक उत्तर हो आम ओडिशार कलाहांडी जिले में अल्प वृष्टि होता है। क्यों जिले में? कलाहांडी जिले में कम वर्षा होता है। प्रश्न नंबर खर अच्छी जंगल काटिदेवा द्वारा आमर की क्षति होउछि? तो उत्तर है जंगल काटिदेवा द्वारा मृत्तिका क्षय होई माटी शुष्क, टांगर और अनुर्वर हो जाउछि। मरुभूमिर संप्रसारण घटुछि। मृत्तिका क्षय जोगु जलभंडार और नदी शज्या पोती हो जाउछि। अरण्य लब्ध बहु औषध, खाद्य पदार्थ और कंचामाल अभाव बढ़ी चलीछि। एपरिकी बहु पशुपक्षी मध्य लोप पाई जाउछन्ति। वायुमंडल में अंगारकाम्ल गैसर परिमाण वृद्धि पाई वायुमंडल को प्रदूषित करुछि एवं वृष्टिपातर परिमाण ह्रास पाई मरुड़ी परिस्थिति सृष्टि हेउछि। प्रश्न नंबर प्रश्न नंबर अच्छी वृक्षलता को सबुज स्वर्ण बोली कहिबार यथार्थता कौन? उत्तर वृक्षलता वायुमंडलर विशुद्धता रक्षा करे, वृष्टिपातर परिमाण वृद्धि करे, मृत्तिका करे विभिन्न खाद्य पानीय वस्त्र, बासगृह इत्यादि प्रदान करिथाए। मानव सभ्यता और जीवन को वृक्षलतार दान अतुलनीय। तेणु यह सबुज स्वर्ण बोली कहुए। यथार्थ रे यह सुना ठारू अधिक मूल्यवान अटे। प्रश्न नंबर प्रश्न नंबर घर अच्छी क्यों उपाय जंगलर वृद्धि कर जाय परिबो? उत्तर सामाजिक वनीकरण, मृत्तिका संरक्षण, वन संरक्षण योजना को फलप्रद करी आमे नूतन अरण्य सृष्टि और जंगल सुरक्षा दिगरे कार्य कले जंगलर वृद्धि करा जाय परिबो। प्रश्न नंबर 1 अच्छी मृत्तिका क्षय घटिबा फल की क्षति हुए? मृत्तिका क्षय घटिबा फल की क्षति होता है? उत्तर मृत्तिका क्षय घटिबा फल जलभंडार और नदी पुष्करिणीर शज्यापति हो जाए। आम राज्यर हीराकुद जलभंडार अनुरूप विपदर सम्मुखीन होइछि। पुनश्च मृत्तिका क्षय फल भूमि शुष्क, टांगर और अनुर्वर होई पड़ी रहे। प्रश्न नंबर प्रश्न नंबर 4 अच्छी उद्भिद जगतर बिना साहाय्य प्राणी जगत बंचिबा बा बंचा असंभव कहीं? उत्तर प्राणी जगतर बिना साहाय्य उद्भिद जगत बंचिबारे, मात्र उद्भिद जगत बिना प्राणी जगत बंचिबा असंभव। वायुमंडलर विशुद्धता, वृष्टिपात, मृत्तिका संरक्षण, विभिन्न खाद्य पानीय वस्त्र, बासगृह इत्यादि प्राणी जगत उद्भिद जगत उपर एकांत निर्भर करते। कारण मनुष्य मान कौन करते से निजर आवश्यकता मेटाई उद्भिद उपर निर्भर करते। प्रश्न नंबर 3 प्रश्न नंबर 3 अच्छी सरल भाषा बुझाई लेख। सते जेपरी मनीष और पशुपक्षी को रोगमुक्त करी से सुस्थ सबल रखापी से जन्म नहीं। उत्तर सते जेपरी ... जन्म नहीं। उत्तर हो उक्त गद्यांशटी डॉक्टर जगन्नाथ महांती लिखित वृक्षलता आमर बंधु विषय उद्धृत। कहार लिखित? डॉक्टर जगन्नाथ महांती लिखित वृक्षलता आमर बंधु विषय उद्धृत। वृक्षलतार उपकारिता दर्शाई चरक तांक गुरु को एपरी कहते। थरे गुरु शिष्य मान परीक्षा करने चाहिए क्यों वृक्षलता गुड़िक मनुष्य अदरकारी और क्यों गुड़िक अदरकारी परीक्षा कर शिष्य मान जनवा कहले। शिष्य मैंने जंगल को जाई किछि दिन पर फेरी आसी क्यों वृक्षलता गुड़िक दरकारी और क्यों गुड़िक अदरकारी ताहा गुरु को जणाइले। किंतु चरक नामक जन शिष्य वर्षक पर फेरिले। से गुरु को कहले जे सृष्टिर प्रत्येक वृक्षलता दरकारी। से केते गाँ गंडा, बण जंगल, पहाड़,
ବୁଲିଥିଲେ ମଧ୍ୟ କୌଣସିଠାରେ ଅଦରକାରୀ ବୃକ୍ଷଟିଏ ପାଇଲେ ନାହିଁ। ସମସ୍ତଙ୍କର କିଛି ନା କିଛି ଔଷଧୀୟ ଗୁଣ ଅଛି। ମଣିଷ ଓ ପଶୁପକ୍ଷୀଙ୍କ ରୋଗ ଭଲ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ଉଦ୍ଭିଦମାନେ ଜନ୍ମ ନେଇଛନ୍ତି। ତେଣୁ କୌଣସି ବୃକ୍ଷଲତା ଅଦରକାରୀ ନୁହେଁ। ବାସ୍ତବରେ ଲେଖକ ବୃକ୍ଷଲତାମାନଙ୍କର ଯେଉଁ ଉପଦେୟତା ସମ୍ପର୍କରେ ଆଲୋକପାତ କରିଛନ୍ତି ତାହା ଯଥାର୍ଥ ଅଟେ। ପ୍ରଶ୍ନ ନମ୍ବର ଖରେ ଅଛି ସମ୍ପ୍ରତି ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି ତାହା ସହଜରେ ଅନୁମେୟ। ଉତ୍ତର ସମ୍ପ୍ରତି ବୃକ୍ଷଲତା ... ସହଜରେ ଅନୁମେୟ। ଉଦ୍ଧୃତାଂଶଟି ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ଲିଖିତ ବୃକ୍ଷଲତା ଆମର ବନ୍ଧୁ ପ୍ରବନ୍ଧରୁ ଆନିତ। ଏଠାରେ ଲେଖକ ବୃକ୍ଷଲତା ବିନା ମନୁଷ୍ୟ ଭୋଗୁଥିବା ଦୁର୍ଦ୍ଦଶା ସମ୍ପର୍କରେ ଆଲୋକପାତ କରିଛନ୍ତି। ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ। ସେମାନେ ମନୁଷ୍ୟର ଯେତେ ଉପକାର କରନ୍ତି ତାହା କଳନା କରାଯାଇପାରିବ ନାହିଁ। ପରିବେଶ ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ, ମନୁଷ୍ୟକୁ ଖାଦ୍ୟ ଓ ତା'ର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିନିଷ ଯୋଗାଇବାରେ ବୃକ୍ଷଲତା ଅଶେଷ ଭୂମିକା ରହିଛି। ବୃକ୍ଷଲତା ଅଭାବରେ ଅନିୟମିତ ବର୍ଷା ଯୋଗୁଁ ପୃଥିବୀର ବହୁ ଦେଶ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସ୍ଥାନର ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଯାଉଛି। ବୃକ୍ଷଲତାର ଅଭାବରେ ବାୟୁରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢ଼ି ଚାଲିଛି। କେଉଁ ଗ୍ୟାସର? ଅଙ୍ଗାରକାମ୍ଳ ବାଷ୍ପର ବୃଦ୍ଧି ହେଉଛି, ଫଳରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି। ଆଜି ବୃକ୍ଷଲତାର ଅଭାବରେ ବହୁ ଦେଶରେ ମରୁଭୂମିର ଆୟତନ ବଢ଼ି ଚାଲିଛି। ଏସବୁ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ବୃକ୍ଷଲତାର ଅଭାବରେ ମନୁଷ୍ୟ ଅନେକ ବିପଦର ସମ୍ମୁଖୀନ ହେଉଛି। ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ। ପ୍ରଶ୍ନ ନମ୍ବର 4 ମୁକ୍ତ ଶବ୍ଦ ଲଗାଇ ଯେଉଁପରି ରୋଗମୁକ୍ତ ଶବ୍ଦ ହୋଇଛି ସେହିପରି ମୁକ୍ତ ଲଗାଇ ଆଉ 3ଟି ଶବ୍ଦ ଲେଖ। ତ ଏଠି ଉତ୍ତର ଲେଖାଯାଇଛି, ଭୁଲରେ ହେଇଯାଇଛି, ତୁମେମାନେ ଦେଖିନେବ। ଏଇଟା ହେଉଛି ଉତ୍ତର ମାନେ ହେଲା। ଉତ୍ତର ହେଇଯିବ ଚିନ୍ତାମୁକ୍ତ, ଦୋଷମୁକ୍ତ, କଷ୍ଟମୁକ୍ତ। ପ୍ରଶ୍ନ ନମ୍ବର 5ରେ ଅଛି ଯେପରି ସମ୍ପ୍ରସାରଣ ଶବ୍ଦରୁ ସମ୍ପ୍ରସାରିତ, ନିର୍ମାଣ ଶବ୍ଦରୁ ନିର୍ମିତ ହୋଇପାରୁଛି ସେହିଭଳି ତଳଲିଖିତ ଶବ୍ଦଗୁଡ଼ିକର ରୂପ କ'ଣ ହେବ ଲେଖ। ସେପରି ପଠନରୁ ପଠିତ, ଗ୍ରହଣରୁ ଗୃହୀତ, ଲିଖନରୁ ଲିଖିତ, ଚର୍ବଣରୁ ଚର୍ବିତ, କମ୍ପନରୁ କମ୍ପିତ। ପ୍ରଶ୍ନ ନମ୍ବର 6ରେ ଦିଆଯାଇଛି ପଶୁ ଓ ପକ୍ଷୀ ମିଶିଲେ ପଶୁପକ୍ଷୀ ହେଉଛି। ସେହିପରି 5ଗୋଟି ଯୋଡ଼ା ଶବ୍ଦ ଏହି ପାଠରୁ ଖୋଜି ଲେଖ। ଉତ୍ତର ଗଛଲତା, ବଣ ଜଙ୍ଗଲ, ଗାଁ ଗଣ୍ଡା, ପାହାଡ଼ ପର୍ବତ, କଳକାରଖାନା। ପ୍ରଶ୍ନ ନମ୍ବର 7 ଶ୍ୟାମଳ ଅରଣ୍ୟ। ଅରଣ୍ୟରେ ଏଠାରେ ଶ୍ୟାମଳ ଶବ୍ଦଟି ଏକ ବିଶେଷଣ ପଦ। ସେହିପରି ଅରଣ୍ୟ ପୂର୍ବରୁ ଆଉ 3ଟି ବିଶେଷଣ ପଦ ଲଗାଇ ନୂଆ ଶବ୍ଦ ଲେଖ। ଉତ୍ତର ଅରଣ୍ୟ ପୂର୍ବରୁ ଘନ ଲଗାଇଲେ ହୋଇଯିବ ଘନ ଅରଣ୍ୟ, ସବୁଜ ଲଗାଇଲେ ହୋଇଯିବ ସବୁଜ ଅରଣ୍ୟ ଓ ନୂତନ ଲଗାଇଲେ ହୋଇଯିବ ନୂତନ ଅରଣ୍ୟ। ପ୍ରଶ୍ନ ନମ୍ବର 8ରେ ଦେଇଛି ଉପକାର ଶବ୍ଦ ସହିତ ଇ ଲାଗିଲେ ଉପକାରୀ ହେଉଛି। ସେହିପରି ଶେଷରେ ଇ ଲାଗିଥିବା 5ଗୋଟି ଶବ୍ଦ ମନରୁ ଭାବି ଲେଖ। ଉତ୍ତର ଦରକାରୀ, ପରଦେଶୀ, ବିଦେଶୀ, ସରକାରୀ, ସ୍ୱଦେଶୀ। ପ୍ରଶ୍ନ ନମ୍ବର 9ରେ ଦେଇଛି ତଳେ ଦିଆଯାଇଥିବା ଅନୁଚ୍ଛେଦରୁ ଓ ଏବଂ ମାତ୍ର ଉଠାଇ ନିଆଯାଇଛି। ଯଥା ସ୍ଥାନରେ ସେଗୁଡ଼ିକୁ ଯୋଗ କରି ଅନୁଚ୍ଛେଦଟିକୁ ଆଉଥରେ ଲେଖ। ଉତ୍ତର ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି। ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଉପରେ ତାଳପତ୍ର ଢାଙ୍କି ବର୍ଷା ଜଳ ସ୍ରୋତରୁ ମୃତ୍ତିକାକୁ ରକ୍ଷା କରନ୍ତି। ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ। ସେହି ଭୂମି ଶୁଷ୍କ ଟାଙ୍ଗର ଅନୁର୍ବର ହୋଇ ପଡ଼ି। ଉତ୍ତର ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି। ପୁନଚ୍ଛେଦ ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃତ୍ତିକାକୁ ରକ୍ଷା କରନ୍ତି। ମାତ୍ର ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ, ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ। ସେ ଭୂମି ଶୁଷ୍କ ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ି ରହେ। ପ୍ରଶ୍ନ ନମ୍ବର 10ରେ ଅଛି
ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ନିମ୍ନ ବାକ୍ୟଗୁଡ଼ିକରେ ଥିବା ଶୂନ୍ୟସ୍ଥାନକୁ ପୂରଣ କର। ତ ଉତ୍ତର ସେମାନଙ୍କ ଶିକ୍ଷା କେବଳ ଡେସ୍କ ମଧ୍ୟରେ ସୀମିତ ନୁହେଁ। ତ ଉତ୍ତର ହୋଇଯିବ ପୁସ୍ତକ। ସେମାନଙ୍କ ଶିକ୍ଷା କେବଳ ପୁସ୍ତକ ମଧ୍ୟରେ ସୀମିତ ନୁହେଁ। ପ୍ରଶ୍ନ ନମ୍ବର ଖ, ବୃକ୍ଷଲତା ଡେସ୍କ ହେବାରେ ସାହାଯ୍ୟ କରନ୍ତି। ବୃକ୍ଷଲତା କ'ଣ ହେବାରେ? ବର୍ଷା ହେବାରେ ସାହାଯ୍ୟ କରିଥାନ୍ତି। ପ୍ରଶ୍ନ ନମ୍ବର ଗ, ଏଥର ତୁମେ ଫେରିଯାଅ ସମାଜ ଡେସ୍କରେ ମନୋନିବେଶ କର। ଏଥର ତୁମେ ଫେରିଯାଅ ସମାଜ ସେବାରେ ମନୋନିବେଶ କର। ପ୍ରଶ୍ନ ନମ୍ବର 11ରେ ଅଛି ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ବାକ୍ୟଟିକୁ ଠିକ୍ ଭାବରେ ଲେଖ। ସଂଶ୍ଳେଷଣ ବାୟୁରୁ ଅଙ୍ଗାରକାମ୍ଳ ପ୍ରକ୍ରିୟାରେ ବୃକ୍ଷଲତା ଗ୍ରହଣ କରି ଆଲୋକ ଛାଡ଼ନ୍ତି ଅମ୍ଳଜାନ ବାଷ୍ପ। ତ ଏହାକୁ ଆମକୁ ସଜାଡ଼ି ଲେଖିବାକୁ ହେବ। ତ ଉତ୍ତର ହୋଇଯିବ ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି।